ଏବେ ଦେଶର ପ୍ରଥମ ନାଗରିକ ହେଉଛନ୍ତି ଜଣେ ଆଦିବାସୀ ମହିଳା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ ଚେହେରା। ଆପଣ ଆମର ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ। ଆଦିବାସୀମାନଙ୍କୁ ଅନେକ ଉଚ୍ଚ ଉଚ୍ଚ ପଦବୀମାନଙ୍କ ମଧ୍ୟରେ ଦେଖାଯାଉଛି। କିନ୍ତୁ ଯଦି ଆମେ ଇତିହାସକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନାକୁ ନେବା, ସେବେ ଦେଖିବା ନିରୀହ ଆଦିବାସୀମାନଙ୍କର ମଦ ମୃତ୍ୟୁ ଯୋଗୁଁ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହୋଇଯାଇଥାଏ, ପରିବାର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥାଏ। ଆପଣ ଜଣେ ଯୁବ ବିଧାୟକ, ଆପଣ ଆଦିବାସୀ ପରିବାରରୁ ମଧ୍ୟ ଆସିଥିଲେ ମଧ୍ୟ ଆପଣ ସେମାନଙ୍କର ସେ ଯେଉଁ ସଂଘର୍ଷ, ସେ ଯେଉଁ ଦୁଃଖଟାକୁ ଦେଖିଛନ୍ତି। ତେଣୁକରି ଆପଣ ତାକୁ କାର୍ଯ୍ୟରେ ମଧ୍ୟ ସମ୍ପାଦନ କରୁଛନ୍ତି। ଆପଣ ଏବେ ଗାଁ ଗାଁ ବୁଲି ବୁଲି ମଦ ଦୋକାନକୁ ଯେଉଁଭଳି ଭାବେ ତାଲା ମାରୁଛନ୍ତି, ମଦ ଦୋକାନକୁ ଯେଉଁଭଳି ଭାବେ ବନ୍ଦ କରୁଛନ୍ତି, କେଉଁଠି ନା କେଉଁଠି ଆପଣ ଗୋଟେ ପ୍ରଶଂସାର ପାତ୍ର। ଆପଣଙ୍କର କ'ଣ ଅପେକ୍ଷା ରହିବ ଆମର ନେତୃତ୍ୱମାନଙ୍କ ପାଖରେ, ସମ୍ପୂର୍ଣ୍ଣ ନେତୃତ୍ୱ, ରାଷ୍ଟ୍ରୀୟ ନେତୃତ୍ୱ ହୁଅନ୍ତୁ କି ରାଜ୍ୟ ନେତୃତ୍ୱ ହୁଅନ୍ତୁ, ମଦକୁ କେଉଁଭଳି ଭାବରେ ସେମାନେ ବ୍ୟାନ୍ କରିବାର ଆବଶ୍ୟକତା ଅଛି। ନହେଲେ ପାରିବାରିକ ବିଘଟନ ସହିତ କେତେ ଯେ ପରିବାର ସର୍ବଶାନ୍ତ ହେଇଯାଉଛନ୍ତି, ତାଙ୍କୁ ପୁଣି ଭଲ ମାର୍ଗକୁ ଆଣିବା ପାଇଁ ମଦର ଆବଶ୍ୟକତା ଅଛି ନା ମଦକୁ ବ୍ୟାନ୍ କରିବା ଦରକାର? ଗୋଟିଏ ଉତ୍ତର ଯଦି ଦେଖିବେ ଏଇ ଆପଣଙ୍କ ପ୍ରଶ୍ନରେ, ମଦ ସମ୍ପୂର୍ଣ୍ଣ ବନ୍ଦ ହେଇଯିବା କଥା। ମୋର ଗୋଟିଏ ବେନିଫିଟ୍ କୁହନ୍ତୁ ମଦ ଦ୍ୱାରା, ଯୋଉଟା କି ନାଇଁ ଏଇଟା ତୋର ନଥିଲେ ଏଇଟା ହେଇପାରିବ ବୋଲି ଗୋଟେ ଏକ୍ସାମ୍ପଲ ଦିଅନ୍ତୁ ଯୋଉଟା ମଦ ଦ୍ୱାରା ଆମର ସମ୍ଭବ। ସରକାର ତ ବାରମ୍ବାର କୁତର୍କ ରଖୁଛନ୍ତି ନା, ବହୁତ ରାଜସ୍ୱ ଆସୁଛି ତାଙ୍କୁ। ରାଜସ୍ୱ ଗୋଟିଏ କାରଣ ନୁହଁ କି ଆମେ ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କର ଜୀବନକୁ ଜଳାଞ୍ଜଳି ଦେଇ ରାଜସ୍ୱ ନାଁରେ ମଦକୁ ପ୍ରାଧାନ୍ୟ ଦେଇ ମଦ ବିକ୍ରି ପାଇଁ ଆମେ ପ୍ରୋତ୍ସାହନ ଦେବା, ଏଇଟା କେଉଁଥିରେ ଲେଖା ହେଇଛି, କେଉଁ ସମ୍ବିଧାନରେ ଲେଖା ହେଇଛି? ଏଭଳି କହିବାକୁ ଗଲେ ନିନ୍ଦନୀୟ ଘଟଣା ଏହା ପାଇଁ, ଏହା ଓଡ଼ିଶାବାସୀଙ୍କ ପାଇଁ ନିନ୍ଦନୀୟ ଘଟଣା। ଯେଉଁମାନେ କନଜ୍ୟୁମ୍ କରିବା ପାଇଁ ଚାହୁଁଛନ୍ତି ବହୁତ ଲିମିଟେଡ୍ ଲୋକ ଅଛନ୍ତି, କିନ୍ତୁ ଯେତେବେଳେ ସମସ୍ତଙ୍କ ପାଖରେ ଆଖି ସାମ୍ନାରେ ହାତ ପାହାନ୍ତାରେ ଆଭେଲେବିଲିଟି ହେଇଯାଉଛି, ଲୋକ ନ ଚାହୁଁଥିବା ସତ୍ତ୍ୱେ ମଧ୍ୟ ଏଡିକ୍ସନରେ ପରିଣତ ହୋଇଯାଉଛି। ଆଜିକାଲି ଆପଣ ଦେଖୁଥିବେ ଛୋଟ ଛୋଟ ପିଲା ମଧ୍ୟ ମଦର ମାନେ ନିଶାଗ୍ରସ୍ତ ହେଉଛନ୍ତି ଆଉ ମଦ ପ୍ରତି ଆଡିକ୍ସନ ହେଇଗଲାଣି। ନବମ ଦଶମ ଶ୍ରେଣୀ ପଢୁଥିବା ପିଲା ମଧ୍ୟ ଆମ ଅଞ୍ଚଳ ପିଲା ମଦ ପିଉଛନ୍ତି। ଏହା ପାଇଁ ଦାୟୀ କିଏ? ସରକାର ନା ତାଙ୍କ ବାପା ମା? ଏଥିରେ ସରକାର ସଚେତନ ହେବା କଥା, ସରକାର ସଚେତନ କରାଇବା କଥା। ଉଲ୍ଟା ମଦକୁ ପ୍ରୋତ୍ସାହନ ଦେଉଛନ୍ତି, ଗାଁ ଗାଁରେ ମଦ ଦୋକାନ ଖୋଲୁଛନ୍ତି, ଆଉ ମଦ ବିରୋଧରେ ଯିଏ ଆନ୍ଦୋଳନ କଲା ତାକୁ ଏମାନେ ଜେଲରେ ପଶାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି।